हाय फ्रेंड्स, जय जगन्नाथ। शुभ सकाळ। विजयलक्ष्मी ब्लॉग्स को आपण मानक बहुत बहुत स्वागत। काले रातिर वर्षा होउथिबार आज सकाळ उठिबा टिके लेट होइला, ସେଥିପାଇଁ ମା ମୋ ଉପରେ ଟିକେ ପାଟି ଗଲେ କାହିଁକି ନା ମତେ ଶିବ ମନ୍ଦିର ଯିବାର ଥିଲା। ତ ସେଥିପାଇଁ ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ତ ମୁଁ ଜଲ୍ଦି ଘର ଓଳାଇ ଦେଲି। ଘର ଓଳାଇ ସାରିବା ପରେ ବାରଣ୍ଡା ଟିକେ ଧୋଇବାକୁ ଦେଲି। ଧୋଇ ଦେଇ ସାରିଲା ପରେ ମା କହିଲେ, ଦେଖ ସୋଫାର ଅବସ୍ଥା କେମିତି ହେଇଛି ଦେଖିଲୁଣି ତ? ମୁଁ କହିଲି, କ'ଣ ହେଇଛି ମୁଁ ଦେଖିନି। ମୁଁ ତ ଯାଇ ଦେଖେ ତ ସୋଫାର ଅବସ୍ଥା ଏମିତି ହେଇଥିଲା ତ କହିଲେ ନ ସରେ। ମୁଁ କହିଲି, କିଏ କରିଛି? ନା ଦେଖିବୁ ଯେ ଘରେ ଯେଉଁ ବ୍ୟକ୍ତିଟେ ଶୋଇଛନ୍ତି ସେହି କରିଛି। ତ ମୁଁ ଏହା ଶୁଣି ଟିକେ ହସିଦେଲି। ଆସିକି ଦେଖେ ତ ମା ଫୁଲ ତୋଳି ଦେଇଛନ୍ତି। ଦେଖିଲା ବେଳକୁ 5:40 ହେଲାଣି। ଦେଖନ୍ତୁ ପ୍ରକୃତିର ସୌନ୍ଦର୍ଯ୍ୟ କେତେ ସୁନ୍ଦର। ସକାଳୁ ସକାଳୁ ତ ନିତ୍ୟକର୍ମ ସାରି ଆମେ ବାହାରିଲୁ ମନ୍ଦିର ଯିବାକୁ। ତ କ'ଣ କରିବୁ, ପାଣି ଉଠେଇବୁ ପ୍ରଥମେ। ଏଠି ସବୁ ପୂଜାର ସାମଗ୍ରୀ ରଖିଲୁ ସବୁ ସଜାଡ଼ିକି। ତ ଇଏ ମୋ ଝିଆରୀ କହୁଛନ୍ତି, ଖୁଡ଼ି ଜଲ୍ଦି କାମ ସାର, ସକାଳୁ କେତେ ଗାଳି ଶୁଣିବା ଆମେ। ତ ସକାଳୁ କାମ ସାରି ଆମେ ଜଲ୍ଦି ବାହାରି ପଡ଼ିଲୁ। ପୋଖରୀକି ଯିବୁ, ପୋଖରୀରେ ପାଣି ଉଠେଇକି ତାପରେ ଆମେ ମନ୍ଦିର ଯିବୁ ଢାଳିବାକୁ। ତ ପାଖରେ କୌଣସି ବି ନଦୀର ସୁବିଧା ନାହିଁ, ସେଥିପାଇଁ ଆମେ ଏଇ ପୋଖରୀରୁ ପାଣି ଉଠାଇ ଆମେ ପାଣି ଢାଳିବାକୁ ଯାଉ। ତ ମୋର ଏଇଟା 7 ବର୍ଷ ହେଇଗଲା ଶିବଙ୍କ ଉପରେ ପାଣି ଢାଳିବାର। ଶ୍ରାବଣ ମାସ ମୁଁ 7 ବର୍ଷ ହେଲାଣି କରୁଛି। ତ ସେ ଯେତେବେଳେ ବାହାଘର ହେଇନଥିଲା ତ ମୁଁ ନଦୀରୁ ପାଣି ଉଠାଉଥିଲି। ବାହାଘର ସରିଲା ପରେ ପାଖରେ ଏଠି କୌଣସି ନଦୀ ନାହିଁ। ତ ଏଇଠି ଆମର ପୂଜାର ସାମଗ୍ରୀ ଆମେ କାଢ଼ିଲୁ। ତାପରେ ଏଇଠି ଭୋଳା ବାବାଙ୍କ ଆସ୍ଥାନ ସ୍ଥାପନା କଲୁ। ସ୍ଥାପନା କରିସାରିଲା ଆମେ ଏଇଠି ପୂଜା କରିବୁ। ତ ମୁଁ ଏଇଠି ମୁରୁଜ ପକେଇଲି। ମୁରୁଜ ପକେଇଲା ପରେ ଶିବଙ୍କ ମଠରେ ଆମେ ଚୁଆ, ମହୁ, କ୍ଷୀର, କଞ୍ଚା କ୍ଷୀର ତ ଆମେ ସବୁ ଢାଳିଲୁ। ତାପରେ ତାଙ୍କୁ ସଜେଇବାରେ ମୁଁ ବ୍ୟସ୍ତ ହେଲି। ଭଗବାନ ଶିବଙ୍କୁ ମନେ ମନେ ପ୍ରାର୍ଥନା କରୁଥାଏ, ପ୍ରଭୁ ଆଜି ଭଲରେ କେମିତି ଦିନଟା, ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ, ସୁଖରେ ରଖନ୍ତୁ, ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତୁ। ସେ ଯାହା ବି ହେଇଯାଉ। ଏଇ ପାଖରେ ଥିବା ଶିବ ମନ୍ଦିରକୁ ମୁଁ ସବୁଦିନ ଯାଇପାରେନା। ତ ସେଥିପାଇଁ ମୁଁ ଏଇ କେବଳ ହିଁ ପାଣି ଢାଳିବାକୁ ଗଲେ ଏଇ ସମୁଦ୍ରେଶ୍ୱର ମନ୍ଦିର ଏଇ ଗାଁ ପାଖରେ ଅଛି। ତ ସେଇଠିକି ମୁଁ ନେଇକି ଯାଏ ପାଣି ଢାଳିବାକୁ। ଏକା ଯାଉଥିଲି, ତ ଏବେଠୁ ମୋ ଝିଆରୀ ଜଣକ ସିଏ ପାଣି ଢାଳିବାକୁ ଯାଉଛନ୍ତି। ତ ସେଥିପାଇଁ ଆମେ 2 ଜଣ ସାଙ୍ଗ ହେଇକି ଯାଉଛୁ। ତ ଆମେ କ'ଣ କରିବୁ, କ୍ୟାମେରା ଧରିବାକୁ ଆମ ପାଖରେ କେହି ନଥିଲେ। ତ ଗୋଟେ ବ୍ୟକ୍ତି ଆମ ସାଙ୍ଗରେ ଯାଇଥିଲେ ଯିଏକି କ୍ୟାମେରା ଧରିବାକୁ। ସେ ବ୍ୟକ୍ତିଙ୍କୁ ମୁଁ ଆପଣଙ୍କୁ ଦେଖେଇବି, ସେ ଆପଣ ଦେଖିକି ଜାଣିନେବେ ସେ କେମିତିକା ବ୍ୟକ୍ତି ଥିଲେ। ଦେଖନ୍ତୁ ସେ କେମିତି ଚାଲି ଆସୁଛି। ତ ଆମେ ତାକୁ କ୍ୟାମେରା ଅନ୍ କରି ଧରିଥିଲୁ, କିନ୍ତୁ ସେ କ୍ୟାମେରା ଅଫ୍ କରିକି ହିଁ ଧରିଛି। ଏଠି ଆମେ ଭଗବାନ ଶିବଙ୍କର ଟିକେ ଆଳତି କରିନେଇଥିଲୁ। ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରିଥିଲୁ। ଏହି ଯାତ୍ରା କେବଳ ଆମ ପଥ ନୁହେଁ, ଏହା ଆମ ଆତ୍ମାର ଆଧ୍ୟାତ୍ମିକର ଅନୁଭୂତି। ଯେହେତୁ ବର୍ଷା ହେଉଥିଲା, ଶିବ ମନ୍ଦିରରେ ବହୁତ କମ୍ ଭିଡ଼ ଥିଲା। ସେଥିପାଇଁ ଆମେ ଶିବଲିଙ୍ଗରେ ପାଣି ଢାଳିବାକୁ ଆଜିର ସକାଳ ଆମ ପାଇଁ ନେଇ ଆସିଛି ଭକ୍ତି ଏବଂ ଆଧ୍ୟାତ୍ମିକର ଏକ ନୂତନ ଅନୁଭୂତି। ଫୁଲ, ବେଲପତ୍ର, କ୍ଷୀର ଏବଂ ଲୋଟାରେ ପବିତ୍ର ଜଳ ସହିତ ଆମେ ଭକ୍ତି ଅର୍ପଣ କରିବାକୁ ଯାଉଛୁ। ତ ପାଦରେ ଚାଲି ଭଗବାନ ଶିବଙ୍କ ନାମ ଜପ କରି ଆମେ ଆମ ଗାଁ ପାଖରେ ଥିବା ଏକ ଶିବ ମନ୍ଦିରକୁ ଚାଲିଲୁ। ଏହି ଯାତ୍ରା କେବଳ ଏକ ପଥ ନୁହେଁ, ଏହା ଆମର ଏକ ଆଧ୍ୟାତ୍ମିକ ଅନୁଭୂତି। ଯାହା ହେଉ, ବର୍ଷା ହେଉଥିଲା ବୋଲି ମନ୍ଦିରରେ କମ୍ ଭିଡ଼ ଥିଲା। ତ ସେଥିପାଇଁ ଆମେ ଶୀଘ୍ର ପାଣି ଢାଳି ମନ୍ଦିରରୁ ଘରକୁ ଫେରିଲୁ। ଶିବଙ୍କ ଉପରେ ଜଳାଭିଷେକ କରିବା ସମୟରେ ମନର ଅପୂର୍ବ ଶାନ୍ତି ଅନୁଭୂତ ହେଉଥିଲା। ପ୍ରତ୍ୟେକ ବେଲପତ୍ର ଏବଂ ଫୁଲର ଆମର ପ୍ରେମ ଓ ଶ୍ରଦ୍ଧା ଅର୍ପଣ କରିଥିଲୁ। ପୂଜା ସରିବା ପରେ ଭୋଗ ପାଇଲୁ। ଏହି ଦିନଟି ଆମ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣୁ। ଭଗବାନ ଭୋଳାନାଥଙ୍କ ପାଖରେ ଏତିକି ପ୍ରାର୍ଥନା ଯେ ଆଗକୁ ମୋତେ ନୂତନ ଶକ୍ତି ଏବଂ ସକାରାତ୍ମକ ସହିତ ସାରିବା ପରେ ଆମେ ଭୋଗ ପାଇଲୁ। ଏହି ଦିନଟି ଆମ ଜୀବନର ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣୁ। ଭୋଳା ବାବାଙ୍କ ଦର୍ଶନ ପରେ ଆମେ ଏକ ନୂତନ ଶକ୍ତି ଓ ସକାରାତ୍ମକ ସହିତ ଘରକୁ ଫେରୁଛୁ। ଶ୍ରାବଣ ମାସ ପ୍ରଥମ ସୋମବାରରେ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ।
ଏହି ବ୍ଲଗ୍ଟି ଆପଣମାନଙ୍କୁ ଯଦି ଭଲ ଲାଗିଥାଏ ତ ଆପଣମାନେ ମୋ ଚ୍ୟାନେଲକୁ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ ମଧ୍ୟ କରିବେ। ଯଦି ଏହି ଭିଡ଼ିଓରେ କିଛି ମୋର ତ୍ରୁଟି ଥାଏ ତ ଆପଣ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।